ଆମ୍ବୁଲ ନେଇଛି ନରମ ହେଲେ ଉଷୁମ ପାଣିରେ ପକେଇ ଦେଇଛି ନରମ ଦହି ଏତିକି ନେଇଛି ସେଥିରେ ଗ୍ରାଇଣ୍ଡର କରିଦେବା ପାନମଧୁରୀ ନେଇଛି ଜିରା ପାନମଧୁରୀ ଆଉ ଅଦା ଗ୍ରାଇଣ୍ଡର ମସଲା ହେଇଗଲାଣି ବାଟିକି ଆଣିଲେ ପଞ୍ଚଫୁଟଣ ନେଇଛି କରିବା ଛୁଙ୍କକୁ ଭଲ ଭାବରେ ମିଶେଇଦେବା ଭଲ ଭାବରେ ସିଝେଇବାକୁ ଦେବା ଭଲ ଭାବରେ ସିଝିଗଲେ ହେଇଗଲେ ସୋରିଷ ବାସ୍ନାଟା ପଳେଇବ ନଡ଼ିଆ କୋରାଟା ପକେଇଦେବା ଭଲ ଭାବରେ ମିଶେଇବା ଲୁଣ ପକେଇଦେବା ଚିନି ପକେଇଦେବା ଆଗରୁ ରାଇ କରିଛି ନଡ଼ିଆ କୋରା ପକେଇନି ଦହି ପକେଇନି ଖାଲି ବାଦାମ ପକେଇକି ରାଇ କରିଛି ଏବେ ରାଇ ନଡ଼ିଆ କୋରା ଦହିରେ ରାଇ ଏବେ ଆମ୍ବୁଲ ପକେଇଦେବା ଭଲ ଭାବରେ ସିଝିଗଲାଣି ଏବେ ଆମେ ସେ ଦହିରେ ପକେଇଦେବା ରାଇକୁ ପକେଇଦେବା ଗ୍ୟାସ୍ ବନ୍ଦ କରିକିରି ଆମେ ଦହି ସାଙ୍ଗମାନେ ରାଇଟାକୁ ଆଇଁରେ ଢାଳିଦେଲେ ଏବେ ଆମେ ଏ ଦହି ଛୁଙ୍କ ପକେଇଦେବା ଆଇଁରେ ଥରେ ଘରେ ବନେଇକିରି ଖାଆନ୍ତୁ ସାଙ୍ଗମାନେ ବହୁତ ଭଲ ଲାଗେ ବହୁତ ଟେଷ୍ଟି ଦହି ନଡ଼ିଆ କୋରା ଦେଇକିରି ଆମ୍ବୁଲ ରାଇ କରୁଛି ଆପଣମାନଙ୍କୁ ଭିଡ଼ିଓ ପସନ୍ଦ ହେଲେ ଲାଇକ୍ କରିବେ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ।